ଗଜପତି ଜିଲ୍ଲା ଗୋସାଣୀ ବ୍ଲକ ଅନ୍ତର୍ଗତ ଗାରବନ୍ଦ ପଞ୍ଚାୟତର କୟାକଣ୍ଡା ଗ୍ରାମରେ 45 ବସ୍ତା ଧାନ ପୋଡ଼ି ପାଉଁଶ ହୋଇଯାଇଛି। ଆଜି ରାତ୍ର 7:30 ବେଳେ କୟାକଣ୍ଡା ଗ୍ରାମର ଭେଙ୍କଟେଶ ସବରଙ୍କ 52 ବସ୍ତା ଧାନ ଅମଳ ପରେ ବସ୍ତା କରି ବିକ୍ରୟ ପାଇଁ ରଖିଥିବା ବେଳେ ଆଜି ହଠାତ୍ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ତେବେ ନିଆଁ କିପରି ଲାଗିଲା ତାହା ଜଣାପଡ଼ିନାହିଁ। ନିଆଁ ଲାଗିଥିବା ଦେଖିବା ପରେ ପ୍ରାଣପଣେ ଉଦ୍ୟମ କରି 7ରୁ 8 ବସ୍ତା ଧାନ ଭେଙ୍କଟେଶ ଓ ତାଙ୍କ ଭାଇ କାନ୍ତାରାଉ ବାହାର କରିବା ପାଇଁ ସକ୍ଷମ ହୋଇଥିବା ବେଳେ ବଳକା ଧାନ ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ପାଳାଖେମୁଣ୍ଡି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ତେବେ ଅଦିନିଆ ବର୍ଷାର ମାଡ଼କୁ ମଣ୍ଡି ବିଳମ୍ବରେ ଖୋଲିବା ଯୋଗୁଁ ଚାଷୀ ହନ୍ତସନ୍ତ ହେଉଥିବା ବେଳେ ଏଭଳି ନଷ୍ଟ ଚାଷୀଙ୍କୁ ତଳିତଳାନ୍ତ କରିଦେଇଛି।